प्रार्थना घटना सत्य घटना नाइन नगर बड़ नगर बिजनेस बड़ जगह से बड़ नगर से प्रभु कौन कले भ्रमण करते शिष्य मान सहित शिष्य मान सहित नाइन नगर गले भ्रमण कले शिष्य मैंने बहुत संख्यक लोक ग्राम नगर पल्ली सब कौन करते पितामाता बजार से समय नाइन नगर लोक शिष्य मान सहित बहुत संख्यक लोक कौन करते विष्णु नगर सहित 12 जन शिष्य नगर द्वारा उपस्थित होते देख जड़े वृद्ध मनुष्य को बाहर कर आनुले से अपना मातार एकमात्र पुत्र केमती से नगर मध्य प्रवेश कले गोटे शव बाहर पूरा से जापारे गोटे विधवा तार स्वामी रही गोटे तार पुओ मैंने माँ बची पुओ बदले पुओ केमती बची कौन किसी जरा ना किंतु वीर स्वामी ना आज पुओ एक मात्र से कौन बन जाए कौन करते भोगी कर आनुते नगर प्रवेश कर मृत व्यक्ति को देखुं तार माँ नगर सब लोक तार पक्षे बहुत संख्यक विश्व सहित बहुत लोक जाऊँ विधवा स्त्री पक्ष विधवा आ नगर बहुत लोक संगे नगर सब लोक चिन्हा दया पिला परिचित माँ चिन्हा नगर बहुत संख्यक अधा लोक सहित जाऊे कितु से संख्या से देखु तार मैंने लोक अच्छे कहीं पछले से पुओ छड़ा तार किए नगर सब लोक थे पक्षे से जानी पार्ला मोर पाखे से ना आप विष्णु कौन करते मैंने विष्णु को देखिए प्रार्थना निकट अधा लोक मान विष्णु को देखिए विष्णु को अटकाऊ विष्णु को जबरदस्त आ विष्णु को देखा कि स्थान में
କେମିତି ନାହିଁ ତାପରେ ବିଷ୍ଣୁ ନିଜେ ସେ ସ୍ତ୍ରୀଲୋକ ପାଖରେ ସେ ବିଧବା ପାଖରେ ଯାଉଛନ୍ତି ଆଉ ତେର ଲେଖାଏ ତାହା ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଜୟୀ ତାହାକୁ କହିଲେ ମା କେମିତି କାନ୍ଦୁଥିବ ସେ ପୁଅ ପାଇଁ ଚିନ୍ତା କରିବା ନାଇଁ ବିଷ୍ଣୁ ଆମକୁ ଦୁଃଖୀ କରି କରୁଥିଲେ କାହିଁକି ଦୟାରେ ମହାନ ଦୟାରେ ପରିପୂର୍ଣ୍ଣ କରିବେ ଗୋଟେ ବିଧବା ପ୍ରବୀଣ ପ୍ରଭୁ କେବେ ମଧ୍ୟ ଅଧ୍ୟାୟ କରିବେ ବିଧବା ଯେତେ ତାର ମନରେ ଯାହା ଚିନ୍ତା ଦୁଃଖ ସବୁ ସେ କ'ଣ କରୁଛନ୍ତି ଛାଡ଼ି ଦେଉଛି ଆମେ ନିରାଶ ହେଇଯିବ ସେ ପ୍ରଭୁ କ'ଣ କରନ୍ତି ଆଶା ଦିଅନ୍ତି ଆମେ ମାଗିବା ଭାବିବା ଆଗରୁ କ'ଣ କରନ୍ତି ପ୍ରଭୁ ଯାକି ପ୍ରଦାନ କରନ୍ତି ସେ ବିଷୟ ପ୍ରଭୁଙ୍କୁ ଆମେ ଏଠି ଦେଖିବା ପ୍ରଭୁ ଏଠି ଲେଖା ହେଇଛି ଯୀଶୁ ବୋଲି ଲେଖା ହେଇଛି ଯୀଶୁ ମାନେ ଯୀଶୁ ନଗରରେ ପ୍ରବେଶ କଲେ ତାଙ୍କୁ ଶିଷ୍ୟମାନେ ଥିଲେ କିନ୍ତୁ କହିଲା ବେଳେ କିଛି କଲେ ଯାଇଥିଲେ ତାହାକୁ ଦେଖି ପ୍ରଭୁ ତାଙ୍କ ପ୍ରତି ଖାଇକି ପ୍ରଭୁ ବୁଝିଲେ ତାଙ୍କୁ ସେ ମୃତକୁ କ'ଣ କଲେ ଜୀବନ ପ୍ରଦାନ କଲେ ଯୀଶୁ ଯୀଶୁ ପ୍ରଭୁ ଆଉ ଯେତେବେଳେ ଦୟାରେ ବିଗତ କଲେ ତାଙ୍କ ମାଆକୁ କହୁଛନ୍ତି ତୁମେ କ'ଣ କରିବେ ଆଉ ସେ ତାଙ୍କୁ ନିକଟକୁ ଯାଇ ପଠେଇକି ପୁଣି ବାହକମାନଙ୍କୁ ଜ୍ଞାନ କହିଲେ ସେ କହିଲେ ଯୁବକ ମୁଁ ତୁମକୁ କହୁଛି ଯେତେବେଳେ ମାଆକୁ ସାନ୍ତ୍ୱନା ଦେଲେ ତୁମେ କ'ଣ କର ନାହିଁ ସେ ମା କାନ୍ଦି କାନ୍ଦି ଥାକି ଯାଉଥିଲେ ଆମେ ମଧ୍ୟ କାନ୍ଦୁଆ ପାଖରେ କହିଥିଲେ ତୁମର ଜୀବନରେ ଯେମିତି ଆମର ଜୀବନରେ ସାକ୍ଷୀ ଘଟିବ ଆଉ କାନ୍ଦ ନାହିଁ ଜାଣି କରିବୁ ସେ ସ୍ତ୍ରୀ ଲୋକ ବି ଭାବିଲା ଯୀଶୁ କହୁଛନ୍ତି କାନ୍ଦ ନାହିଁ ପ୍ରଦାନ କର ନାହିଁ ଯାହା କରିଥିବ ପରିସ୍ଥିତିରେ ଯାହା ଚିନ୍ତା କରିଥିବ ସେ କେବେ ମଧ୍ୟ ଭାବିନଥିବ ଯେ ମୋର ପୁଅକୁ କ'ଣ କରିଦେବ ଜୀବିତ କରିଦେବ ଖାଇଦେବ ସେ କେବେ ପ୍ରାର୍ଥନା ମଧ୍ୟ ସେ କରିନାହିଁ ନିବେଦନ ମଧ୍ୟ କରିନାହିଁ କି ତାର ଆଶା ମଧ୍ୟ ନଥିଲା କାହିଁକି ସେ ନିରାଶ ଦେଇଥିଲା ତାର ଆଶା ମିଳୁଥିଲା ତାର ଭରସା ହେଇଗଲା ତାର ଜୀବନରେ କିଛି ନଥିଲା ଯୀଶୁ ମୋର ପୁଅକୁ ଉଠାଇବେ ସେ ବିଷୟରେ ବିଶ୍ୱାସ ତାର ନଥିଲା କିନ୍ତୁ ଯୀଶୁ କ'ଣ କଲେ ତା ନିକଟକୁ କଲେ ଦୟାରେ ବିଜୟିତ ହେଲେ ଆଉ କହିଲେ କ'ଣ କଲେ ଭୋଜନ କରିବେ ଆଉ ସେମାନେ ତାର ସବୁ ପିଲାକୁ ଥିଲେ ସେ ଗୋପେଇକି କରିଥିଲେ ଯେମିତି ଯୀଶୁ ସେ ପାଖରେ ଯାଇ ପହଞ୍ଚିଛନ୍ତି ସେ ଗୋପେଇକି ଭଗବାନ ଲୋକମାନେ କରିଦେଲେ ଠିଆ ହେଇଗଲେ ଆଉ ପ୍ରଭୁ ସେ କହିଲେ ସେ ଯୁବକ ସେ ଯୁବା ଯୁବକ ମୁଁ ତୁମକୁ କହୁଅଛି ଗୋଟିଏ ଲାଇନ୍ କର ମୁଁ ତୁମକୁ କହୁଅଛି କଥାରେ କରୁଛି ଜୀବନ ଅଛି ଠିକ୍ ଛଟପଟ ହେବାର ବିଷୟ କିଛି ନାହିଁ ମାରିବା ଡାକବାର ନାହିଁ ଏତେ ସାଇଲେନ୍ସରେ ଏତେ ନିରବତା ମାନେ ଆମେ ପ୍ରାର୍ଥନା କଲେ କେତେ କ'ଣ ଶିଖିବ କେତେ ବର୍ଣ୍ଣନା କରିବୁ କେତେ କରିବୁ କେତେ କ'ଣ କରିବୁ କିନ୍ତୁ ଯୀଶୁ ଗୋଟେ ଲାଇନ୍ରେ କ'ଣ କହୁଛନ୍ତି ସେ ଯୁବକ ମୁଁ ତୁମକୁ କହୁଛି ଯୀଶୁଙ୍କର ଯେମିତି ଆମେ ପରମେଶ୍ୱରମାନଙ୍କୁ ଗଲେ ମୂର୍ତ୍ତିରେ କାଠର ମାଟିର ମୂର୍ତ୍ତିରେ ପୁଷ୍ପ ଦେଲା ସେ ଜୀବନ ଆମେ ଯେଉଁ କଥାର ପ୍ରସ୍ତାବ ବାହାର ଛେଚିଲା କ'ଣ କହୁଛି ଆମକୁ ଶୁଣିଦେଲେ ଆଉ କଥା କହିଲେ ସେ ଯୁବକରେ ହାଲେଲୁୟା ଆମ ଜୀବନରେ ମଧ୍ୟ ଫେରିଛୁ ଆମ ଜୀବନ ପ୍ରଭୁ କେତେ କଥା କହୁଛନ୍ତି ଆମର ପାପକୁ ଫେରି ଆସିବା ପାଇଁ କହୁଛନ୍ତି ବର୍ଷ ଜୀବନ କହୁଛନ୍ତି ସେ ପଥରେ ଆମେ ଯିବା ପାଇଁ ମଲା ଲୋକ ଶୁଣିପାରୁଛୁ ଆମେ କିଛି କରିପାରୁଛୁ ମନ ପରିବର୍ତ୍ତନ କାରଣ ସର୍ବଦା ରାଜ୍ୟ ସ୍ୱାଧୀନତା ଏ ବିଷୟ ମଧ୍ୟ କୁହାହଉଛି ତୁମେ ଖୁବ୍ କର୍ମ ଛାଡ଼ି ମାନେ ଯେ ଲଙ୍ଗଳ ଖାତିରେ ସେ ପଛ ପଡ଼ିଲେ ସେ ମନକୁ ଆମେ ସବୁ ବାକ୍ୟ ଶୁଣୁଛୁ କେତେ ସୂର୍ଯ୍ୟ ମାତା କହୁଛୁ କେତେ ବାକ୍ୟ ଶୁଣୁଛୁ କେତେ ଉପଦେଶ ଶୁଣୁଛୁ କିନ୍ତୁ ଆମର ଜୀବନରେ ସେଟା କିଛି ନାହିଁ କାହିଁକି କିନ୍ତୁ ପ୍ରଭୁ ଯେତେବେଳେ ସେ ଯୁବକ କହୁଛନ୍ତି ଯୁବକ ଯେତେବେଳେ ସେ ଶରୀର ତାକୁ ନିଆଁ ହେଉଛି ତାକୁ ବସିବା ପାଇଁ ସେ କରିଛି ତାର ଶରୀର ମୃତ ଅଛି କିନ୍ତୁ ସେ ପ୍ରଭୁଙ୍କର କଥା ଶୁଣୁଛନ୍ତି ସେ କ'ଣ କହୁଛି ଉଠୁଛି ଆଜି ଲେଖା ହେଇଛି ସେଥିରେ ମୃତ ଲୋକଟି ଉଠି ପଡ଼ିଲା ଆଉ କଥା କହିବାକୁ ଲାଗିଲା ପୁଣି ସେ ତାହାକୁ ଆଉ ମାତା ଭିତରେ କେତେ ମହାନ ସେ କେମିତି ପ୍ରଭୁ କହିଲେ ସେ କହୁଥିଲେ ଉଠିକରି ପଡ଼ିଲା ଉଠିକରି ସେ ବସି ପଡ଼ିଲା ମାନେ ଶୋଇ ନାହିଁ କି ତାକୁ ତିଆରି କରି ଖାଇଲେ ନାହିଁ କେତେ ଆଶ୍ଚର୍ଯ୍ୟ ପ୍ରଭୁ ଯଦି କରନ୍ତି ମାନେ ଏକଦମ ଚେଙ୍ଗା ପୁରା ଟିକେ ତିଆରି ଟିକେ ବଥା କମଲା କାଲି ଟିକେ ବଥା କମଲା କେମିତି ବି ଥାଏ ପ୍ରଭୁ କହିଲେ ଯୁବକ କ'ଣ କଲା ଉଠି ବସିଲା ଆଉ କଥା କହିବାକୁ କାରଣ ସମ୍ପୂର୍ଣ୍ଣ ଭାବରେ ସେ କ'ଣ ହେଲା ମୃତ୍ୟୁରୁ ଜୀବନ ମୃତ୍ୟୁରୁ ସେ କ'ଣ ହେଲା ଜୀବନ କାହିଁକି ସେଟା ବିଶ୍ୱାସ କରିଥିଲେ ଆଉ ପ୍ରଭୁ ସେ କାର୍ଯ୍ୟ କରିଥିଲେ ଆଉ ଯେତେବେଳେ ସେ ଉଠିକରି ବସିଲା ପ୍ରଭୁ ତା ହାତ ଧରିଲେ ତା ପାଖରେ ଦେଲେ ସେ ସ୍ତ୍ରୀ ଲୋକ
किए नगर सब लोग पाखे नगर लोक मैंने पाखे पुआ प्रभु तार पुआ भी भरोसा हे पुआ भी रक्षणाबेक्षण साहय प्रभु जानवे मातार आवश्यकता अच्छी युवक अच्छी आए प्रभु कौन कला दया बिगड़ी दया आम कौन करते दया आम कौन कर मन परिवर्तन दया आम कौन करते ईश्वर प्रति आक्रोशित करते समस्त ठीक करला विषय थोड़ा लेखा समस्त भयग्रस्त है ये डाक्टर कर्म केवे देखी नथिले बहुत लोग एमती से परिस्थिति लोक मैंने भूतग्रस्त लोक मैंने भूत है ईश्वर भय पाइले डरीगले डरीगले से एड़े खाई ईश्वर महिमा कीर्तन आम महान भाववादी सब नगर सब लोग से दृश्य देखी गोटे ओला लोग ओला युवक निजर मुखर कौन कर स्वीकार कर महान भाववादी उचित महान मैंने प्रभु का कार्य देख यार विश्व के क्षेत्र बहुत संख्यक लोग यार माता सहित नगर सब लोग आसते समस्त आश्चर्य कर्म देखिए आ समस्त स्वीकार कर महान भाववादी करते ईश्वर अपना लोकों कृपा सी दया विगलित हेले विश्व आम दया विगलित हेले कार्य कर कार्य कौन करें समस्त ईश्वर अपना लोकों दया कृपा कर लोक मैंने स्वीकार करें कौन कले विश्वास किए स्वामी में से पहुँचला से प्रभु कृपा लोक मैंने समस्ते कौन कले विषय कथा समस्त समस्त घटना घटना निश्चित भाव कहना आम देखु किसी नवेदन ना किसी प्रार्थना विषय ना कि ईश्वर दया आम परिस्थिति जोटा अच्छी आम सत भाव आम आशा ना निराशा आम भावु किसी करें से समय प्रभु आम पाखे कौन है क्या प्रभु आम पाखे क्या हे प्रभु आमको कथा कहे आम जो काम विषय हो ना प्रभु निश्चित भाव कार्य आम आम के टाइम देखते आम के निवेदन करना पड़ो प्रार्थना करना पड़ो कि ये घटना देखुए प्रभु किसी वर्णना विषय को बुझीपारे अल्प समय भितर कर देंगे और पर्याप्त महिला जहाँ लिखाई क्या पढ़ी बुझाई देंगे आम एवं प्रार्थना करवा प्रभु केवल व्यक्ति प्रत्येक आज प्रभु जब आम परिवार को उद्धार करेंगे बोले मु उद्धार पाइबे मो सहित परिवार उद्धार करें विषय प्रार्थना करवा